ନା ତ କୁଟୀର ଶିଳ୍ପ ବା ମଧ୍ୟମ ଶିଳ୍ପ। କୁଟୀର ଶିଳ୍ପ ଆଉ ଟିକେ ତଳକୁ, ମଧ୍ୟମ ଶିଳ୍ପ ଆମର ବର୍ତ୍ତମାନ ମଧ୍ୟମ ଶିଳ୍ପ କ'ଣ? ଚିନି କାରଖାନା। ମଧ୍ୟମ ଶିଳ୍ପ କ'ଣ? ଯେ କପାରୁ ତିଆରି ହେଉଥିବା ସୂତାରୁ ତିଆରି ହେଉଥିବା ଲୁଗା କାରଖାନା, ଇଏ ହେଉଛି ମଧ୍ୟମ ଶିଳ୍ପ। ଇଏ ସବୁ ବନ୍ଦ ହେଇଗଲାଣି। ମାନେ ଆମର ଲୁଗା କଳ, ଆମର ଝୋଟ କଳ, ଆମର ସୂତା କଳ, ତେଲ କଳ ଏବଂ ଚିନି କଳ, ଏଗୁଡ଼ିକର ହେଉଛି ମଧ୍ୟମ ବ୍ୟବସ୍ଥା। ଆମର ବିଭିନ୍ନ ବାଇ ପ୍ରଡ଼କ୍ଟ ଯେଉଁ ଏଥିରୁ ଧର ଟମାଟୋରୁ, ବିଲାତି ବାଇଗଣ ସସ୍ ତିଆରି ହେବା, ମକାରୁ, ଉମରକୋଟରେ ପ୍ରଚୁର ମକା ହେଉଛି, ଭଲ ମକା ହେଉଛି, ଉତ୍ପାଦନ ଭଲ, ଉତ୍ପାଦିକା ବି ଭଲ। କିନ୍ତୁ ମକାରୁ ତିଆରି କର୍ଣ୍ଣଫ୍ଲେକ୍ସ, କର୍ଣ୍ଣଫ୍ଲୋର ପ୍ରାୟ 25-26ଟା ଆଇଟମ୍ ଆମେ ବାହାରୁ କିଣୁଛୁ। ଆମେ ତାକୁ ରୋକିପାରିବୁ ଯଦି ସେ କାରଖାନା ଗୁଡ଼ାକ ଏଠି ହୁଏ ଏବଂ ଅଧିକ ଲୋକ ନିଯୁକ୍ତି ପାଇବେ। ଆମ ଜଙ୍ଗଲରେ ଏତେ ସମ୍ପତ୍ତି ଅଛି ଯେ ତାକୁ ଯଦି ଆମେ ବ୍ୟବହାର କରୁ, ଡାବର, ଇମାମି, ଏଇ ଯେଉଁମାନେ ସବୁ କାରଖାନା କରିଛନ୍ତି, ତାଙ୍କ କାରଖାନା ଠାରୁ ବଡ଼ ବଡ଼ କାରଖାନା ଓଡ଼ିଶାରେ ତିଆରି ହୋଇପାରିବ। ଉତ୍କର୍ଷ ଓଡ଼ିଶା ଏହାକୁ ଯଦି କରନ୍ତା ତାହେଲେ ଆମର କିଛି ଅଭିଯୋଗ ନାହିଁ ଏବଂ ଆମେ ତାକୁ ସ୍ୱାଗତ କରନ୍ତୁ। କିନ୍ତୁ ଉତ୍କର୍ଷ ଓଡ଼ିଶାର ଲକ୍ଷ୍ୟ ହେଉଛି ମାଟି ତଳେ ଥିବା ସମସ୍ତ ସମ୍ପତ୍ତିକୁ ଲୁଟ୍ କରିବା ଏବଂ ବିଶେଷ ତାଙ୍କୁ ଏକା ଡବଲ ଇଞ୍ଜିନ୍ ସରକାରକୁ ସୁବିଧା ଆସୁଛି କ'ଣ ନା, ଜଣେ ଆଦିବାସୀକୁ ମୁଖ୍ୟମନ୍ତ୍ରୀ କରାହେଇଛି, ଯାହାଙ୍କର ଘର ହେଉଛି କେଉଁଝରରେ, ଯେଉଁ କେଉଁଝର ଆଉ ସୁକିନ୍ଦା ଅଞ୍ଚଳରେ ଭରପୁର ହେଇକି ରହିଛି କୋଇଲା, ଏଇ ଯେଉଁ ଇଏ ଆମର ଲୁହାପଥର ଆଉ କ୍ରୋମାଇଟ୍, ତାକୁ ଲୁଟ୍ କରି ନେବା ପାଇଁକି ତାକୁ ମୋହରା କରିବେ। ସେ ବିଚାରା ନିରୀହ ଲୋକ ମୁଖ୍ୟମନ୍ତ୍ରୀ ହେଇଛି, ପ୍ରଧାନମନ୍ତ୍ରୀ ୟାଙ୍କର ଇଚ୍ଛା ଅନୁସାରେ କାର୍ଯ୍ୟ କରିବ, ତେଣୁ ଏସବୁ ଜିନିଷ ଲୁଟ୍ ହେଇକି ଯିବ। ସେଇଟା ହିଁ ହେଉଛି ବର୍ତ୍ତମାନ ସ୍ଥିତି।